ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଚାଷୀ ଭାଇମାନଙ୍କ ପାଇଁ ଆସିଲା ଏକ ନୂଆ ଅପଡେଟ୍। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ କରିବା ପାଇଁ ଏକ ଅପଡେଟ୍ ଆସିଛି, ଯାହାକି ଓଡ଼ିଶା ସରକାରଙ୍କର କୃଷି ବିଭାଗ ତରଫରୁ ଖରିଫ ଋତୁ 2026 ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପାଇଁ ନୋଟିଫିକେସନ୍ ଆସିଛି। ଖରିଫ ଋତୁରେ ଚାଷୀ ଭାଇମାନେ ଯାହା ବି ଚାଷ କରୁଛନ୍ତି, ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେତୁ ଚାଷ ହାନି ହେଉଛି, ଫସଲ ନଷ୍ଟ ହେଉଛି, ସେ ଦିଗରେ ଯଦି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆପ୍ଲାଏ କରିଥିବେ, ରେଜିଷ୍ଟ୍ରେସନ୍ କରିଥିବେ, ତାହେଲେ କିଛି ମାତ୍ରାରେ ସରକାରୀ ଟଙ୍କା ସହାୟତା ପାଇପାରିବେ। ଫସଲ ନଷ୍ଟ ହେଲେ ଆପଣମାନଙ୍କୁ ଅନୁରୋଧ, ଖରିଫ ଋତୁରେ ହେଉଥିବା ଫସଲ ବୀମା ନିହାତି କରିନିଅନ୍ତୁ। ଯଦି ବୀମା କରିଥିବେ, କେତେବେଳେ ବି ଯଦି ମିଳେ ଆପଣମାନେ ଲାଭବାନ ହୋଇପାରିବେ। ଆସନ୍ତୁ ଜାଣିବା ଚାଷୀ ଭାଇମାନେ ଫସଲ ବୀମା ପଞ୍ଜୀକରଣ କରିବା ପାଇଁ ଡକୁମେଣ୍ଟ ଗୁଡ଼ିକ କ'ଣ ଲାଗୁଛି। ବୀମା କରିବା ପାଇଁ ହେଲେ ଆପଣଙ୍କୁ ଆଧାର କାର୍ଡ଼ ମ୍ୟାଣ୍ଡେଟୋରୀ ବାଧ୍ୟତାମୂଳକ, ବ୍ୟାଙ୍କ ପାସବୁକ୍, ମୋବାଇଲ ନମ୍ବର, ଡିକ୍ଲାରେସନ୍ ଫର୍ମ ମାନେ ଡିକ୍ଲାରେସନ୍ ଫର୍ମରେ ସିଗ୍ନେଚର କରିକି ଅପଲୋଡ଼ କରିବାକୁ ପଡ଼ିବ ଓ ROR କପି ବା ପଟ୍ଟା। ଏହି ଚାରୋଟି ଡକୁମେଣ୍ଟ ହେଲା ମୁଖ୍ୟ। ଏବେ ତ ରେଜିଷ୍ଟ୍ରେସନ୍ ଚାଲିଛି, ସମୟ ସୀମା ଆଗରୁ ବୀମା କରିନିଅନ୍ତୁ ଚାଷୀ ଭାଇମାନେ। ପଞ୍ଜୀକରଣ ଶେଷ ତାରିଖ 31 ଜୁଲାଇ 2026। ସମୟ ସୀମା ବଢ଼ିପାରେ ନ ବଢ଼ିପାରେ, କିଛି ଗ୍ୟାରେଣ୍ଟି ନାହିଁ। ଏଣୁ ଟାଇମ୍ ଆଗରୁ ହିଁ ବୀମା କରିନିଅନ୍ତୁ। ଏମିତି ସୂଚନା ପାଇବା ପାଇଁ ଚାହୁଁଥିଲେ ଚାଷୀ ଭାଇମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ, ଯେମିତି ଅନ୍ୟ ଚାଷୀ ଭାଇମାନେ ଲାଭବାନ ହୋଇପାରିବେ ଏହି ଫସଲ ବୀମା ଯୋଜନାରୁ।